ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ସ୍ଥିତ କ୍ରିୟାଯୋଗ ଧ୍ୟାନ କେନ୍ଦ୍ରଠାରେ ଆୟୋଜିତ ହୋଇଥିଲା ସାମୂହିକ ରକ୍ଷାବନ୍ଧନ ଉତ୍ସବ। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବବିତା ପାଣିଗ୍ରାହୀ। ମୁଖ୍ୟ ବକ୍ତା ବିଶିଷ୍ଟ ଚଳଚ୍ଚିତ୍ର ଗାୟିକା ଜୟନ୍ତୀ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ବ୍ରାହ୍ମଣ ସମାଜର ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ଭବାନୀପାଟଣା ନଗର ସଭାପତି ସୁରେନ୍ଦ୍ର ପ୍ରସାଦ ନେଗୀ, ସମ୍ପାଦକ ଶେଷଦେବ ମିଶ୍ର ଓ ସମାଜସେବୀ ପ୍ରମୋଦ ଖମାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ନିମନ୍ତ୍ରିତ 12 ଜଣ ସେବାନିବୃତ୍ତ ସେନା ଅଧିକାରୀ ଓ କର୍ମଚାରୀ ସମେତ ଉପସ୍ଥିତ ସମସ୍ତ ଭାଇଙ୍କ ହାତରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ମହିଳା ଶାଖା ପ୍ରଜ୍ଞା ବାହିନୀର ଭଉଣୀମାନେ ସାମୂହିକ ଭାବରେ ରାକ୍ଷୀ ବାନ୍ଧିଥିଲେ। ପୂର୍ବତନ ସୈନିକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସାମୂହିକ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ମହିଳାମାନଙ୍କ ମଧ୍ୟରେ ଆୟୋଜିତ ଗୀତା କୁଇଜ୍, ଶଙ୍ଖ ବାଦନ ଓ ହୁଳହୁଳି ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶ୍ୱରଞ୍ଜନ ମୁଣ୍ଡ, କୃଷ୍ଣମୋହନ ଯୋଶୀ, ଆଦିତ୍ୟ ମିଶ୍ର ଓ ମଳୟ ମୁଣ୍ଡ ପ୍ରତିଯୋଗିତାର ବିଚାରକ ଥିଲେ। ପ୍ରଭାସ ଚନ୍ଦ୍ର ମିଶ୍ର, ସୁଚିତ ମୁଣ୍ଡ, ସନ୍ତୋଷ ଦାସ, ଚକ୍ରଧର ଦାସ, ଜୟଶ୍ରୀ ଦାସ, ତେଜସ୍ମିତା ମୁଣ୍ଡ, ସମିତା ମହାପାତ୍ର, ଅର୍ଚ୍ଚନା ଦାସ, କବିତା ମୁଣ୍ଡ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।